ମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ପ୍ରଭୁ ମୂର୍ଖମାନଙ୍କୁ କାହିଁକି ବାଛନ୍ତି। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ପ୍ରଭୁ ମୂର୍ଖମାନଙ୍କୁ କାହିଁକି ବାଛନ୍ତି। ପ୍ରିୟମାନେ, ଆମମାନଙ୍କ ପରମେଶ୍ୱର ସେ ଜ୍ଞାନୀମାନଙ୍କୁ ମଧ୍ୟ ବାଛିଛନ୍ତି ଆଉ ମୂର୍ଖମାନଙ୍କୁ ମଧ୍ୟ ବାଛିଛନ୍ତି। ପ୍ରଭୁ ଯେ କେବଳ ମୂର୍ଖମାନଙ୍କୁ ହିଁ ବାଛନ୍ତି ତାହା ନୁହେଁ, ସେ ଜ୍ଞାନୀମାନଙ୍କୁ ମଧ୍ୟ ବାଛିଛନ୍ତି। ବାଇବଲରେ ଆମେ ଅନେକ ଜ୍ଞାନୀମାନଙ୍କୁ ଆମେ ଦେଖୁଛୁ। ଆମେ ସଲୋମନ, ସେ ଜ୍ଞାନ ବୁଦ୍ଧିରେ ବିଚକ୍ଷଣ, ପରମେଶ୍ୱର ସଲୋମନକୁ ମଧ୍ୟ ବାଛିଲେ। ଆମେ ନୂତନ ନିୟମରେ ଆମେ ଦେଖୁଛୁ ପାଉଲ, ପୁରାତନ ନିୟମରେ ଦେଖୁଛୁ ଦାନିଏଲ, ତାଙ୍କର ଏତେ ପ୍ରକାର ଜ୍ଞାନ। ପାଉଲଙ୍କର ମଧ୍ୟ ଭୟଙ୍କର ଜ୍ଞାନ। ପରମେଶ୍ୱର ଯେ କେବଳ ମୂର୍ଖମାନଙ୍କୁ ହିଁ ବାଛନ୍ତି ତାହା ନୁହେଁ, ସେ ଜ୍ଞାନୀମାନଙ୍କୁ ମଧ୍ୟ ବାଛନ୍ତି। ମାତ୍ର ଆଜି ଆମେ ଦେଖିବା ପାଇଁ ଯିବା ଯେ ପରମେଶ୍ୱର ମୂର୍ଖମାନଙ୍କୁ କାହିଁକି ବାଛନ୍ତି। ଆମେ ସେଇ ବିଷୟରେ ଆମେ ଅଳ୍ପ ସମୟ ଧରି କଥାବାର୍ତ୍ତା ହେବା। ଆମେ ପଢ଼ିବା ପ୍ରଥମ କରନ୍ଥୀୟ ଏହାର 1 ଅଧ୍ୟାୟ 25 ପଦ। ଯେଣୁ ଈଶ୍ୱରଙ୍କ ମୂର୍ଖ ବିଷୟ ମନୁଷ୍ୟର ଜ୍ଞାନ ଅପେକ୍ଷା ଅଧିକ ଜ୍ଞାନପୂର୍ଣ୍ଣ, ଆଉ ଈଶ୍ୱରଙ୍କର ଦୁର୍ବଳ ବିଷୟ ମନୁଷ୍ୟର ବଳ ଅପେକ୍ଷା ଅଧିକ ବଳବାନ। କାରଣ ହେ ଭାଇମାନେ, ତୁମ୍ଭମାନଙ୍କର ଆହ୍ୱାନ ବିଷୟ ଭାବି ଦେଖ। ସାଂସାରିକ ମତ ଅନୁସାରେ ଅନେକ ଜ୍ଞାନୀ, ଅନେକ କ୍ଷମତାପନ୍ନ ବା ଅନେକ କୁଳୀନ ଆହୁତ ହୋଇନାହାନ୍ତି। କିନ୍ତୁ ଯେପରି କୌଣସି ମର୍ତ୍ତ୍ୟ ଈଶ୍ୱରଙ୍କ ସାମୁରେ ଗର୍ବ ନ କରେ। କ'ଣ ପାଇଁ ସେ ଜ୍ଞାନୀମାନଙ୍କୁ ବାଛିଲେ ନାହିଁ, ମୂର୍ଖମାନଙ୍କୁ ବାଛିଲେ? ଯେ ପ୍ରକାର କି କେହି ଆସି ଗର୍ବ ନ କାଢ଼ନ୍ତି। ମୋ ପାଖରେ ଜ୍ଞାନ ଥିଲା, ମୋ ପାଖରେ ବୁଦ୍ଧି ଥିଲା, ସେଥିପାଇଁ ପରମେଶ୍ୱର ସେ ମୋ ପରି ଜ୍ଞାନୀକୁ ସେ ବାଛିଲେ, ମୋର ଜ୍ଞାନକୁ ଦେଖି ବାଛିଲେ, ମୋର ବୁଦ୍ଧିକୁ ଦେଖି ବାଛିଲେ। କାରଣ ଅନେକ ମନୁଷ୍ୟମାନଙ୍କର ଏହି ପ୍ରକାର ମନୋଭାବ ରହିଛି। କାରଣ ସେମାନେ ସେମାନଙ୍କ ଜ୍ଞାନକୁ ନେଇ ଗର୍ବ କାଢ଼ନ୍ତି, ସେମାନଙ୍କ ବୁଦ୍ଧିକୁ ନେଇ ଗର୍ବ କାଢ଼ନ୍ତି, ସେମାନଙ୍କ ଉଚ୍ଚ ଜାତିକୁ ନେଇକିନା ଗର୍ବ କାଢ଼ନ୍ତି। ପରମେଶ୍ୱର ମୂର୍ଖମାନଙ୍କୁ କାହିଁକି ବାଛନ୍ତି? ଯେ ପ୍ରକାର କି କୌଣସି ମର୍ତ୍ତ୍ୟ ଗର୍ବ ନ କାଢ଼ିବ। ଆମମାନଙ୍କ ପରମେଶ୍ୱରଙ୍କୁ ଗର୍ବ ବିଲକୁଲ ପସନ୍ଦ ନୁହେଁ। ଯେଉଁ ସମୟରେ ଲୁସିଫର ସେ ଗର୍ବ କାଢ଼ିଲା, ତାକୁ ସ୍ୱର୍ଗରୁ ତଳକୁ ପକାଇ ଦେଲେ। ଯେତେବେଳେ ଗର୍ବ ଆସେ, ଗର୍ବୀକୁ ପରମେଶ୍ୱର ଦୂରରୁ ଚିହ୍ନନ୍ତି, ଗର୍ବୀକୁ ପରମେଶ୍ୱର ପ୍ରତିବାଧା କରନ୍ତି। ଗର୍ବ ତାଙ୍କୁ ପସନ୍ଦ ନାହିଁ, କାରଣ ଏହା ହେଉଛି ଶୈତାନର ଗୁଣ ଅଟେ। ଯେକୌଣସି ବ୍ୟକ୍ତି ଯଦି ସେ ଗର୍ବ କାଢ଼ିବ, ପରମେଶ୍ୱର ସେ ପ୍ରକାର ବ୍ୟକ୍ତିଙ୍କୁ କେବେ ପସନ୍ଦ କରନ୍ତି ନାହିଁ। ପାଉଲ କାଳେ ଗର୍ବୀ ହେଇଯିବେ, ଏଥିପାଇଁ ପରମେଶ୍ୱର ପାଉଲଙ୍କୁ ନମ୍ର କରିବା ପାଇଁ ସେ ଶୈତାନର ଦୂତ ସ୍ୱରୂପେ ଗୋଟେ କଣ୍ଟକ ପାଉଲଙ୍କର ଜୀବନରେ ଦେଇଥିଲେ। ଆଜି ମଧ୍ୟ ସେ ଗର୍ବୀକୁ ପସନ୍ଦ କରନ୍ତି ନାହିଁ। ସେ ନମ୍ର ଲୋକମାନଙ୍କୁ ପସନ୍ଦ କରନ୍ତି, ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି, ନମ୍ର ଲୋକମାନଙ୍କ ଉପରକୁ ଉଠାନ୍ତି। ସେ କାହିଁକି ମୂର୍ଖମାନଙ୍କୁ ବାଛନ୍ତି? ଅନେକ ଜ୍ଞାନୀମାନେ ଅଛନ୍ତି, ଯେଉଁମାନେ ଯଦି ସେବା କାର୍ଯ୍ୟରେ ଆସିବେ, ସେମାନଙ୍କ ଦ୍ୱାରା ଅନେକ ଆତ୍ମା ରକ୍ଷା ପ୍ରାପ୍ତ ହେବେ, ବାଇବଲକୁ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରିପାରିବେ। ମାତ୍ର ପରମେଶ୍ୱର ସେମାନଙ୍କୁ ବାଛୁନାହାନ୍ତି। କାହିଁକି? ସେମାନେ ଆସିଲା ପରେ ସେମାନେ ଗର୍ବ କାଢ଼ିବେ, ଆଉ ସେମାନେ କହିବେ ମୋର ଜ୍ଞାନ, ମୋର ବୁଦ୍ଧି, ମୋର ଏହି ପ୍ରକାର ବିଷୟ ଗୁଡ଼ିକକୁ ନେଇ ସେମାନେ ଗର୍ବ କାଢ଼ିବେ। ମୂଷା ମଧ୍ୟ ତାଙ୍କର ଜ୍ଞାନକୁ ନେଇ ଗର୍ବ କାଢ଼ିଥାନ୍ତି। ସେଥିପାଇଁ ପରମେଶ୍ୱର ମୂଷାଙ୍କୁ 40 ବର୍ଷ ସେ ଜିଥ୍ରୋ ତାଙ୍କ ଶ୍ୱଶୁରଙ୍କ ଘରେ ସେ ରହିଲେ। ଆଉ ଯେଉଁ ସମୟରେ ସେବା କାର୍ଯ୍ୟ ପାଇଁ ମୂଷାଙ୍କୁ ଡାକୁଛନ୍ତି, ସେହି ସମୟରେ ମୂଷା ମଧ୍ୟ ନିଜେ କହୁଛନ୍ତି, ପ୍ରଭୁ ମୁଁ ଜଳଜିବା, ମୁଁ କଥା କହିପାରେ ନାହିଁ, ମୁଁ କଥା କହିବାରେ ବହୁତ ଧୀର, ତୁମେ ଅନ୍ୟ କାହାକୁ ଦେଖ। ପ୍ରିୟମାନେ, ପରମେଶ୍ୱର କାହିଁକି ଜ୍ଞାନୀମାନଙ୍କୁ ବାଛନ୍ତି ନାହିଁ? ଏଥିପାଇଁ ବାଛନ୍ତି ନାହିଁ, ଗର୍ବ କାଢ଼ିବେ। କାହିଁକି ସେ ମୂର୍ଖମାନଙ୍କୁ ବାଛିଛନ୍ତି? ଯେ ସେ କୌଣସି ପ୍ରକାର ଗର୍ବ କାଢ଼ିପାରିବ ନାହିଁ। ମୁଁ ଅଯୋଗ୍ୟ, ମୋ ଦେହ ହେଉନଥିଲା, ପରମେଶ୍ୱର ମୋତେ ବ୍ୟବହାର କରିଛନ୍ତି। ସେଥିପାଇଁ ପରମେଶ୍ୱର ଦେଖନ୍ତୁ, କେଉଟମାନଙ୍କୁ ବାଛିଲେ ସେବା କାର୍ଯ୍ୟ କରିବା ପାଇଁ। ସେମାନଙ୍କର ସେବା କାର୍ଯ୍ୟ ଏତେ ଭୟଙ୍କର ଭାବରେ ପରମେଶ୍ୱର
କେଉଟ ପରି ଲୋକମାନଙ୍କୁ ନେଇ ସେ ବ୍ୟବହାର କରିଛନ୍ତି। ପ୍ରିୟମାନେ ଏଥିପାଇଁ ବାଛୁନାହାନ୍ତି ଗର୍ବ କାଢ଼ିବେ। ସେଥିପାଇଁ 28 ପଦ ଲେଖାଗଲା, ଏଥିପାଇଁ ଈଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟ ସବୁ ବର୍ଣ୍ଣିତ କଲେ। କ'ଣ ପାଇଁ ସେ ମୂର୍ଖମାନଙ୍କୁ ବାଛିଛନ୍ତି? ଏଥିପାଇଁ ମୂର୍ଖମାନଙ୍କୁ ବାଛିଛନ୍ତି ଯେ ପ୍ରକାର କି ଜ୍ଞାନୀମାନଙ୍କୁ ଲଜ୍ଜା ଦେବେ। ପ୍ରିୟମାନେ ଜ୍ଞାନୀମାନଙ୍କୁ ଲଜ୍ଜିତ କରିବା ନିମନ୍ତେ ପରମେଶ୍ୱର ମୂର୍ଖମାନଙ୍କୁ ବାଛିଛନ୍ତି। ଆଜି ଅନେକ ଲୋକ ସେମାନେ ଏତେ ଶିକ୍ଷିତ ନୁହନ୍ତି, ଏତେ ସେମାନଙ୍କର ଯୋଗ୍ୟତା ବି ନାହିଁ, ମାତ୍ର ସେମାନେ ଯେଉଁ ସମୟରେ ବାଇବଲ ଶିକ୍ଷା ଦେଉଛନ୍ତି ଅନ୍ୟ ଲୋକମାନେ ତାଟକା ଛାନିଆ ହେଇକିନା ସେମାନଙ୍କର ଶିକ୍ଷାକୁ ଶୁଣୁଛନ୍ତି। ସେମାନଙ୍କ ଦ୍ୱାରା ଯେଉଁ ପ୍ରକାର ବଡ଼ ବଡ଼ କାମ ଗୁଡ଼ିକ ପରମେଶ୍ୱର କରୁଛନ୍ତି ଜ୍ଞାନୀମାନେ ସେସବୁ କରିପାରୁନାହାନ୍ତି। କ'ଣ ପାଇଁ ସେ ମୂର୍ଖମାନଙ୍କୁ ବାଛୁଛନ୍ତି? ଜ୍ଞାନୀମାନଙ୍କୁ ଲଜ୍ଜିତ କରିବା ପାଇଁ। ପ୍ରିୟମାନେ ଆଜି ଆପଣ ମୂର୍ଖ ପରି ଲୋକଙ୍କୁ, ମୋ ପରି ମୂର୍ଖ ପରି ଲୋକଙ୍କୁ କ'ଣ ପାଇଁ ବାଛିଛନ୍ତି? ଏଥିପାଇଁ ବାଛିଛନ୍ତି ଯେଉଁମାନେ ଜଗତ ଦୃଷ୍ଟିରେ ଜ୍ଞାନୀ ସେମାନଙ୍କୁ ଲଜ୍ଜିତ କରିବେ। ଜଗତ ପାଖରେ ଭୟଙ୍କର ଜ୍ଞାନ ଅଛି, ମାତ୍ର ସ୍ୱର୍ଗକୁ ଯିବାର ଜ୍ଞାନ ଆମ ପାଖରେ ଅଛି, ପରିତ୍ରାଣ ପାଇବାର ଜ୍ଞାନ ଆମ ପାଖରେ ଅଛି, ପାପ କ୍ଷମାର ଜ୍ଞାନ ଆମ ପାଖରେ ଅଛି। ଯେଉଁ ଜ୍ଞାନ ଆମକୁ ଦରକାର ସେଇ ଜ୍ଞାନ ଆମ ପାଖରେ ପରମେଶ୍ୱର ଦେଇଛନ୍ତି। ସେଥିପାଇଁ ଆମମାନଙ୍କ ପରମେଶ୍ୱର ଯେ କେବଳ ମୂର୍ଖମାନଙ୍କୁ ବାଛନ୍ତି ତାହା ନୁହେଁ, ସେ ଜ୍ଞାନୀମାନଙ୍କୁ ମଧ୍ୟ ବାଛନ୍ତି। ମାତ୍ର ଜ୍ଞାନୀମାନଙ୍କୁ ସେ କେଉଁ ପ୍ରକାର ଜ୍ଞାନୀମାନଙ୍କୁ ବାଛନ୍ତି ନାହିଁ? ଯେଉଁ ଜ୍ଞାନୀମାନେ ଆସିଲା ପରେ ଗର୍ବ କାଢ଼ିବେ। ଏହି ପ୍ରକାର ଜ୍ଞାନୀମାନଙ୍କୁ କୌଣସି ପ୍ରକାର ଭାବରେ ପରମେଶ୍ୱର ବାଛନ୍ତି ନାହିଁ। ଜ୍ଞାନୀ ବ୍ୟକ୍ତିମାନଙ୍କୁ ବାଛି ସେମାନଙ୍କ ଦ୍ୱାରା ଅନେକ ମହତ୍ ମହତ୍ କାମ ଗୁଡ଼ିକ ଆମମାନଙ୍କ ପରମେଶ୍ୱର କରିଛନ୍ତି। ପ୍ରିୟମାନେ ଆମେ ଯଦି ନିଜକୁ ଆମେ ନମ୍ର କରିବା, ପ୍ରଭୁଙ୍କ ହସ୍ତରେ ସମର୍ପଣ କରିବା, ତାହେଲେ ପରମେଶ୍ୱର ଖୁସି ହେବେ, ଆମ ଉପରକୁ ଉଠେଇବେ। ଆଉ ପରମେଶ୍ୱର ଆମମାନଙ୍କ ପରି ମୂର୍ଖମାନଙ୍କୁ ଏଥିପାଇଁ ସେ ମନୋନୀତ କରିଛନ୍ତି ଯେ ପ୍ରକାର କି ଜଗତର ଜ୍ଞାନୀମାନଙ୍କୁ ଲଜ୍ଜିତ କରିବା ପାଇଁ। ଆଜି ଅନେକ ଜଣ ଜ୍ଞାନ ବୁଦ୍ଧିରେ ପରିପୂର୍ଣ୍ଣ, ବିଚକ୍ଷଣ ବୁଦ୍ଧି ଅଛି, ମାତ୍ର ପରମେଶ୍ୱର ସେମାନଙ୍କୁ ବାଛି ନାହାନ୍ତି, ସେମାନଙ୍କୁ ଲଜ୍ଜା ଦେବା ପାଇଁ ଚାହାନ୍ତି। ଜଗତରେ ଯେତିକି ଜ୍ଞାନୀ ଅଛନ୍ତି ସେ ସମସ୍ତ ଜ୍ଞାନୀମାନଙ୍କୁ ମୂର୍ଖ ବ୍ୟକ୍ତିଙ୍କ ଦ୍ୱାରା ଲଜ୍ଜିତ କରିବା ପାଇଁ ପରମେଶ୍ୱର ବାଛିଛନ୍ତି। ଏଥିପାଇଁ ପରମେଶ୍ୱର ମୂର୍ଖମାନଙ୍କୁ ବାଛୁଛନ୍ତି। ବାଇବଲରେ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଜ୍ଞାନ ନଥିଲା। ପିତର ଜହନ କହିଲେ ଏ ପ୍ରକାର ଅଶିକ୍ଷିତ ଲୋକମାନେ ଏତେ ଜ୍ଞାନ କେଉଁଠିରୁ ଆସିଲା, କେଉଁ ପ୍ରକାର ବୁଦ୍ଧି ଏମାନଙ୍କ ଠାରୁ ବାହାରୁଛି। ପ୍ରିୟମାନେ ଏହି ପ୍ରକାର ଭାବରେ ପରମେଶ୍ୱର ସେ ଜ୍ଞାନୀମାନଙ୍କୁ ଲଜ୍ଜିତ କରିବା ପାଇଁ ସେ ମୂର୍ଖମାନଙ୍କୁ ସେ ବାଛିଛନ୍ତି। ପ୍ରିୟମାନେ ଆମେ ଜାଣି ରଖିବା ଜଗତର ଜ୍ଞାନୀମାନେ ମୂର୍ଖମାନଙ୍କ ଦ୍ୱାରା ଲଜ୍ଜିତ ହେଉ। ଜଗତର ଜ୍ଞାନରେ ଆମେ ପରିତ୍ରାଣ ପାଇପାରିବା ନାହିଁ, ଜଗତର ଜ୍ଞାନରେ ଆମେ ଈଶ୍ୱରଙ୍କୁ ପାଇପାରିବା ନାହିଁ। ଏଥିପାଇଁ ସେ ଜଗତର ଲୋକମାନଙ୍କୁ ଲଜ୍ଜିତ କରିବା ପାଇଁ ସେ ମୂର୍ଖମାନଙ୍କୁ ମନୋନୀତ କରିଛନ୍ତି। ଆସନ୍ତୁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ପିତା, ତୁମକୁ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ। କେବଳ ତୁମ ନାମର ଧନ୍ୟବାଦ ହେଉ, ପ୍ରଶଂସା ହେଉ, ଗୌରବ ହେଉ। ପ୍ରଭୁ ଜଗତ ଦ୍ୱାରା ଆମେ ତିରସ୍କୃତ ହେଲୁ, ଜଗତ ଆମକୁ ଗ୍ରହଣ କଲା ନାହିଁ, ଆବର୍ଜନା ସ୍ୱରୂପେ ଫିଙ୍ଗିଦେଲା, ମାତ୍ର ତୁମେ ଆମମାନଙ୍କୁ ପ୍ରଭୁ ଉଠେଇଲ। କାରଣ ପ୍ରଭୁ ଏଥିପାଇଁ ଉଠେଇଲ ଜ୍ଞାନୀମାନଙ୍କୁ ଲଜ୍ଜିତ କରିବା ପାଇଁ, ଏଥିପାଇଁ ଉଠେଇଲ ଆମେ ମୂର୍ଖ ଲୋକ ଥିଲୁ ବୋଲି, ଏଥିପାଇଁ ତୁମେ ଉଠେଇଲ ଆମେ ନିଜକୁ ନମ୍ର କରିଥିଲୁ ବୋଲି ମୁଁ ତୁମକୁ ଧନ୍ୟବାଦ ଦେଉଛି, ଧନ୍ୟବାଦ ଦେଉଛି, ଧନ୍ୟବାଦ ଦେଉଛି। ପ୍ରଭୁ ପ୍ରତି ପ୍ରଭାତରେ ତୁମେ ଆପଣ ବାକ୍ୟ ଦ୍ୱାରା ଆମମାନଙ୍କ ସହିତ କଥାବାର୍ତ୍ତା ହିଁ ଆମମାନଙ୍କୁ ଅନେକ ଚେତନା ପରାମର୍ଶ ଦେଉଛ। ଆଜି ଯେକୌଣସି ବ୍ୟକ୍ତି ମଧ୍ୟ ଗର୍ବରେ ଅଛନ୍ତି ପ୍ରଭୁ ଅନୁଗ୍ରହ କର, ନମ୍ର ହେଇ ତୁମ ନିକଟକୁ ଫେରି ଆସିବେ, ନମ୍ର ହେଇ ତୁମ ନିକଟକୁ ଫେରି ଆସେ। କାରଣ ପ୍ରଭୁ ତୁମେ ଗର୍ବକୁ ପସନ୍ଦ କରିବା ପରମେଶ୍ୱର ନାହଁ ପ୍ରଭୁ। ସେଥିପାଇଁ ମୁଁ ତୁମକୁ ଧନ୍ୟବାଦ ଦେଉଛି ପ୍ରଭୁ। ପ୍ରତି ସମୟରେ ବାକ୍ୟ ଦ୍ୱାରା ଆମମାନଙ୍କ ସହିତ କଥାବାର୍ତ୍ତା କରି ଆମକୁ ଉତ୍ସାହିତ କରୁଥିବାରୁ ମୁଁ ତୁମକୁ ଧନ୍ୟବାଦ ଦେଉଛି। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଦୟା କରିବେ, ଅନୁଗ୍ରହ କରିବେ। ଆସନ୍ତା ଅଧ୍ୟାୟରେ ଗୋଟେ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।